ପିଲାମାନେ ଆଜି ତୁମମାନଙ୍କୁ ସୁଅଭିନନ୍ଦନ। ଆଜିର ପାଠପଢ଼ାରେ ମୁଁ ମଦନମୋହନ ଜେନା ତୁମମାନଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ମା ପରି ମୋର କିଏ ସେ ହେବ ପାଠଟିକୁ ଜାଣିବା, ଯେ କି ତୁମ ଘରେ ତୁମର ଅତି ନିଜର ଅତି ଆପଣାର ସେଇ ମା ବିଷୟରେ ଏଇ ମା ପରି ମୋର କିଏ ସେ ହେବ ପାଠରୁ କିଛି ନୂଆ ତଥ୍ୟ ସବୁ ଜାଣିବା। ମୁଁ କହିବି, ତୁମେମାନେ ମନ ଦେଇ ଶୁଣିବ। ଠିକ ଅଛି? ହଉ ପିଲାମାନେ ଆଜି ଆମେ ଦ୍ୱିତୀୟ ଶ୍ରେଣୀର ଭାଷା ପ୍ରସଙ୍ଗ ମା ପରି ମୋର କିଏ ସେ ହେବ ଭାଗ 1 କୁ ତୁମ ନିକଟରେ ଉପସ୍ଥାପନ କରାଯାଉଅଛି। ତୁମେ ମାନେ ଏହାକୁ ମନ ଦେଇ ଶୁଣିବ। ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, କୋଳେ ଧରି ମୋତେ ଗେଲ କରିବ, କୋଳେ ଧରି ମୋତେ ଗେଲ କରିବ। ଜହ୍ନ ମାମୁଁ ମୋତେ ଦେଖାଉଥିବ, ଜହ୍ନ ମାମୁଁ ମୋତେ ଦେଖାଉଥିବ, ଜହ୍ନ ମାମୁଁ ମୋତେ ଦେଖାଉଥିବ। ନାନା ବାୟା ଗାଈ ଶୁଆଇ ଦେବ, ନାନା ବାୟା ଗାଈ ଶୁଆଇ ଦେବ, ନାନା ବାୟା ଗାଈ ଶୁଆଇ ଦେବ। ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, କୋଳେ ଧରି ମୋତେ ଗେଲ କରିବ, କୋଳେ ଧରି ମୋତେ ଗେଲ କରିବ। ଜହ୍ନ ମାମୁଁ ମୋତେ ଦେଖାଉଥିବ, ଜହ୍ନ ମାମୁଁ ମୋତେ ଦେଖାଉଥିବ, ନାନା ବାୟା ଗାଈ ଶୁଆଇ ଦେବ, ନାନା ବାୟା ଗାଈ ଶୁଆଇ ଦେବ। ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ। ଭଲ ଲାଗିଲା ପିଲାମାନେ? ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, କୋଳେ ଧରି ମୋତେ ଗେଲ କରିବ, କୋଳେ ଧରି ମୋତେ ଗେଲ କରିବ। ଜହ୍ନ ମାମୁଁ ମୋତେ ଦେଖାଉଥିବ, ଜହ୍ନ ମାମୁଁ ମୋତେ ଦେଖାଉଥିବ, ଜହ୍ନ ମାମୁଁ ମୋତେ ଦେଖାଉଥିବ। ନାନା ବାୟା ଗାଈ ଶୁଆଇ ଦେବ, ନାନା ବାୟା ଗାଈ ଶୁଆଇ ଦେବ, ନାନା ବାୟା ଗାଈ ଶୁଆଇ ଦେବ। ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, କୋଳେ ଧରି ମୋତେ ଗେଲ କରିବ, କୋଳେ ଧରି ମୋତେ ଗେଲ କରିବ। ଜହ୍ନ ମାମୁଁ ମୋତେ ଦେଖାଉଥିବ, ଜହ୍ନ ମାମୁଁ ମୋତେ ଦେଖାଉଥିବ, ନାନା ବାୟା ଗାଈ ଶୁଆଇ ଦେବ, ନାନା ବାୟା ଗାଈ ଶୁଆଇ ଦେବ। ଦେଖିଲ ଏଇ ଚିତ୍ରଟିରେ ମା ତାର କୁନି ପୁଅଟିକୁ ଧରି କେମିତି ଗେଲ କରୁଛି।
ନା ନାଇଁ ପିଲାମାନେ ତମକୁ ଘରେ ତମ ମା ମଧ୍ୟ ଗେଲ କରନ୍ତି? ହଁ ଠିକ କହିଛ ପିଲାମାନେ, ତମ ମା ତମକୁ ସଦାବେଳେ ଗେଲ କରନ୍ତି ଏବଂ ସୁଖ ଦୁଃଖରେ ସାହାଯ୍ୟ କରନ୍ତି, ପାଠ ପଢ଼ାନ୍ତି, ସବୁ କାମ ମା ତମର କରିଦିଅନ୍ତି। ଆଚ୍ଛା ପିଲାମାନେ, ଏଠୁ ଗୋଟିଏ ପ୍ରଶ୍ନଟିଏ ମୁଁ ତମମାନଙ୍କୁ ପଚାରିବି, ତୁମେ କହିବ ନା? ହଉ ଠିକ ଅଛି, ମନ ଦେଇ ପ୍ରଶ୍ନଟି ଶୁଣ। ପିଲାକୁ କୋଳରେ କିଏ ଧରିଛନ୍ତି? ଆଉ ଥରେ ମୁଁ ପଢି ଦଉଛି, ପ୍ରଶ୍ନଟି ଶୁଣ। ପିଲାଙ୍କୁ କୋଳରେ କିଏ ଧରିଛନ୍ତି? ମା। ଠିକ କହିଲ ପିଲାମାନେ, ଏବଂ ଚିତ୍ର ଦେଖି ତମେ ସବୁ ଉତ୍ତର ଦେବ। ଆଚ୍ଛା, ତାପରକୁ ଆମେ ଯିବା ଗୀତର। ଜହ୍ନ ମାମୁଁ ମୋତେ ଦେଖାଉଥିବ, ଜହ୍ନ ମାମୁଁ ମୋତେ ଦେଖାଉଥିବ। ପିଲାମାନେ ଦେଖିଲ ଚିତ୍ରଟି? ମା କେମିତି ତାର ଛୁଆକୁ ଜହ୍ନ ମାମୁଁକୁ ଦେଖାଉଛି। ଏ ଜହ୍ନ ମାମୁଁ, ମୋ କୁନି ପିଲା ହାତକୁ ଏଠୁ ଏଇ ଗୀତରୁ ତୁମମାନଙ୍କୁ ଗୋଟିଏ ଛୋଟିଆ ପ୍ରଶ୍ନଟେ ପଚାରିବି। ଆଚ୍ଛା କହିଲ ପିଲାମାନେ, ମା ପିଲାକୁ କଣ ଦେଖାଉଛନ୍ତି? ହଁ, ଜହ୍ନ ମାମୁଁ। ଠିକ କହିଛ ପିଲାମାନେ, ମା ପିଲାକୁ ଜହ୍ନ ମାମୁଁ ଦେଖାଉଛନ୍ତି ନା ନାଇଁ? ତାପରେ ଯିବା। ନାନା ବାୟା ଗାଈ ଶୁଆଇ ଦେବ, ନାନା ବାୟା ଗାଈ ଶୁଆଇ ଦେବ, ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ। ଏଇ ଚିତ୍ରଟିରେ ଦେଖିଲ ପିଲାଟିକୁ ମା ପାଖରେ ବସି ନାନା ବାୟା ଗୀତ ଗାଇ ପିଲାଟିକୁ ଶୋଇ ଦେଉଛି। ତେଣୁ ତମକୁ ଯେତେବେଳେ ନିଦ ନ ହୁଏ ମା କଣ କରନ୍ତି? ନାନା ଗୀତ ଗାଇ ତମମାନଙ୍କୁ ଶୁଆଇ ଦିଅନ୍ତି। ହଁ ଠିକ ଅଛି ପିଲାମାନେ, ଭଲ କହୁଛ। ହେଲେ ଏଥିରୁ ଗୋଟିଏ ପ୍ରଶ୍ନଟିଏ ମୁଁ ତମକୁ ପଚାରୁଛି, ତୁମେ କହିଲ ତମକୁ ନିଦ ନହେଲେ ମା କେଉଁ ଗୀତ ଗାଇ ଶୁଆଇ ଦିଅନ୍ତି? ଆଉ ଥରେ ପ୍ରଶ୍ନଟି ପଢିଦେବି, ଶୁଣ। ତୁମକୁ ନିଦ ନହେଲେ ମା କେଉଁ ଗୀତ ଗାଇ ଶୁଆଇ ଦିଅନ୍ତି? ନାନା ବାୟା ଗୀତ। ଠିକ କହିଛ ପିଲାମାନେ। ଏହିପରି ପ୍ରଶ୍ନ ଗୁଡ଼ିକର ଉତ୍ତର ସବୁ ତମେ ଦେଲ ଏବଂ ପ୍ରଥମ ପଦଟି ତମେ ଜାଣିଲ। ତାପରେ ଏଇ ଗୀତରେ ପରବର୍ତ୍ତୀ କଣ ଅଛି ଆମେ ଜାଣିବା। ନ ଫଳା ଚିହ୍ନିବା। ଜହ୍ନ, ତମେ ପଢି ଶୁଣିଛ ପଦଟି। ଏଇଠି ଦେଖିଲ ପିଲେ, ଏଇ ଚିତ୍ରଟି କଣ ଦେଖାଉଛି? ଅର୍ଣ୍ଣ, ଅର୍ଣ୍ଣ। ତାପର ଚିତ୍ରଟି ଦେଖିଲ, ନିଆଁ ନାହିଁ, ଅଗ୍ନି ତାକୁ ଆମେ କହିବା। ନିଆଁର ପ୍ରତିଶବ୍ଦ ଅଗ୍ନି, ଅଗ୍ନି। ତାପରେ ଦେଖିଲ ପିଲାମାନେ, କଣ ଦେଖାଉଛି ଚିତ୍ରଟି? ପିଲାଟି ଶୋଇଛି ଖଟରେ, ସେ ରାତିରେ କଣ ଦେଖୁଛି? ସ୍ୱପ୍ନ। ଠିକ କହିଛ ପିଲାମାନେ। ଆଚ୍ଛା, ତାପରେ ଦେଖିଲ ଚିତ୍ରଟି କଣ ଦେଖାଉଛି? ତମେ ସବୁ ପରିବା ଭିତରୁ ଗୋଟିଏ ଗୋଟିଏ, ଏବଂ ପରିବାଟିର ନାଁ କଣ? ଜହ୍ନି। ଠିକ କହିଛ ପିଲାମାନେ। ଯାହା ହେଉ ତମେ ନ ଫଳା ଚିହ୍ନିଲ ନା ନାଇଁ? ଏଇ ନ ଫଳା ନାଲି ଅକ୍ଷରରେ ଥିବା ଅକ୍ଷର ଗୁଡ଼ିକୁ ହଉଛି ନ ଫଳା। ତେଣୁ ତମେ ନ ଫଳା ଚିହ୍ନି ପାରିଲ ଏବଂ ମଧ୍ୟ ଜାଣିପାରିଲ। ତାପରେ ଆମେ ପାଠରେ କଣ ଅଛି ଆମେ ଆଗକୁ ବଢିବା। ନ ଫଳା ଥିବା ଅକ୍ଷରକୁ ଗୋଲ ଭିତରେ ରଖ। ନ ଫଳା ଯୋଉ ଅକ୍ଷର ଅଛି ତାକୁ ଗୋଲ ଭିତରେ ରଖିବ। ଦେଖିଲ ପ୍ରଥମେ କଣ ଲେଖା ହେଇଛି? ସ୍ନାନ, ତାପରେ ଜହ୍ନି, ତାପରେ ଲଗ୍ନ, ତାପରେ ରତ୍ନ। ତେଣୁ ନ ଫଳା କୋଉଠି ଦବା ଆମେ? ସ୍ନାନର ଚାରିପଟେ ଆମେ ନ ଫଳା ଦବା। ଆଚ୍ଛା, ତାପରେ ଦେଖିଲ ତଳ ଧାଡ଼ିରେ କଣ ଲେଖା ହେଇଛି? ଅଗ୍ନି, ପ୍ରଶ୍ନ ଚିହ୍ନ, ଯତ୍ନ। ଏଇଭଳି ନ ଫଳା ଲାଗିଥିବା ପଦ ଗୁଡ଼ିକୁ ତମେ ସବୁ ଜାଣିଲ। ତାର ବର୍ତ୍ତମାନ ପ୍ରଥମ ଶବ୍ଦକୁ ଯିବା। ଏ ପ୍ରଥମ ଶବ୍ଦରେ ସ୍ନାନ ଲେଖା ହେଇଛି। ସ୍ନାର ତଳେ ଯେ କି ନ ଫଳା ଲାଗିଛି, ତେଣୁ ସେଇଟାକୁ ତମେ ଗୋଲ ବୁଲେଇଲ। ସେହିପରି ଜହ୍ନି, ଜହ୍ନିରେ କୋଉଟା? ଦ୍ୱିତୀୟ ଅକ୍ଷର ଯୋଉ ଅଛି ତାକୁ ତୁମେ ଗୋଲ ବୁଲେଇଲ। ତାପରେ ତୃତୀୟ ଶବ୍ଦରେ କଣ ଅଛି? ସେହିପରି ଲଗ୍ନ, ଦ୍ୱିତୀୟ ଅକ୍ଷରରେ ନ ଫଳା ଲାଗିଛି, ତୁମେ ସେହିପରି ଗୋଲ ବୁଲେଇଲ। ତାପରେ ଚତୁର୍ଥରେ କଣ ଅଛି? ରତ୍ନ, ତ ତଳେ ନ ଫଳା ଲାଗିଛି, ତେଣୁ ତମେ ତାକୁ ଗୋଲ ବୁଲେଇଲ। ସେଇଭଳି ଅଗ୍ନି, ଅଗ୍ନିରେ ନ ଫଳା ଲାଗିଛି ତାକୁ ବୁଲେଇବ। ପ୍ରଶ୍ନ, ସେପରି ସରେ ନ ଫଳା ଲାଗିଛି ତାକୁ ବୁଲେଇଲ। ତାପରେ ଚିହ୍ନ, ହ ତଳେ ନ ଫଳା ଲାଗିଛି ତାକୁ ଗୋଲ କଲ। ସେହିପରି ଯତ୍ନ,
ତରେ ନ ଫଳା ଲାଗିଛି ତାକୁ ମଧ୍ୟ ଗୋଲ କଲ। ଏହିପରି ତମେ ନ ଫଳାକୁ ଚିହ୍ନି ପାରିଲ। ହଁ ପିଲାମାନେ ଠିକ୍ କହିଛ, ଚିହ୍ନିଲ ତ? ହଉ ଠିକ୍ ଅଛି। ଏହିପରି ତମେ ପାଠ ମନ ଦେଇ ଶୁଣିବ ଏବଂ ମନ ଦେଇ ରଖିବ। ତାପରେ ଆମେ ଏଇ ନ ଫଳା ଲାଗିଥିବା କେତେ ଗୁଡ଼ିଏ ଶବ୍ଦ ସବୁ ପିଲାମାନେ ଆମେ ପଢ଼ିବା। ଦେଖିଲ ପ୍ରଥମେ କ'ଣ ଲେଖା ହେଇଛି? ମୁଁ ପଢ଼ୁଛି, ତମେ ମଧ୍ୟ ପଢ଼ିବ। ବିଘ୍ନ, ତାପରେ ନିମ୍ନ, ହଁ ପଢ଼ୁଥ ପିଲାମାନେ। ତାପରେ ଛିନ୍ନ, ତାପରେ କାହ୍ନୁ, ବଢ଼ିଆ ପିଲାମାନେ ପଢ଼ି ଦଉଛ। ତାପରେ ସନ୍ନିବେଶ, ତାପରେ ସନ୍ନିଧାନ, ତାପରେ ପ୍ରସନ୍ନ, ତାପରେ ଅପରାହ୍ନ। ତେଣୁ ଯେଉଁ ଅକ୍ଷର ଗୁଡ଼ିକ ବର୍ତ୍ତମାନ ଯେ ନ ଫଳା ଲାଗିଥିବା ଶବ୍ଦ ଗୁଡ଼ିକୁ ତମେମାନେ ପଢ଼ିଲ। ତାପରେ ପାଠରେ ଆମର କ'ଣ ଅଛି ତା ପରବର୍ତ୍ତୀକୁ ଆମେ ଦେଖିବା। ଏଇ ବର୍ତ୍ତମାନ ଏଇ ପାଠରୁ ତମେମାନେ କ'ଣ ଶିଖିଲ ତା ବିଷୟରେ ଆମେ ଜାଣିବା। ଏଇ ପାଠରୁ କ'ଣ ସବୁ ଶିଖିଲ ଏଇ ଗୀତଟିରୁ? ପିଲାମାନେ ଆମେ ଆଜି କ'ଣ ଶିଖିଲେ? ଯେ ମା ଆମର ଅତି ନିଜର। ଆମର ଜ୍ୱର ହେଲେ ଏବଂ ଆମର ପୋଷାପତ୍ର ମଇଳା ହେଲେ, ଆମର ସୁବିଧା ଅସୁବିଧା ହେଲେ, ଆମେ ଅଝଟ କଲେ ମା ଆମକୁ ସାହାଯ୍ୟ କରନ୍ତି ଏବଂ ମା ଆମର ସବୁ ସୁବିଧା ଅସୁବିଧା ବୁଝିଥାନ୍ତି ନା ନାହିଁ? ତେଣୁ ଏଇ କଥା ମଧ୍ୟ ଜାଣିଲ। ଏବଂ ଯେତେବେଳେ ନିଦ ନ ଆସେ ସେତେବେଳେ ନାନା ବାଏ ଗୀତ ଗାଇ ଏବଂ ଜହ୍ନ ଦେଖାଇ ଆମକୁ ଶୁଆଇ ଦିଅନ୍ତି। ତାପରେ ଦ୍ୱିତୀୟ ପ୍ରଶ୍ନକୁ ଯିବା। ମା ଆମ ପାଇଁ କ'ଣ କରନ୍ତି? ମା ଆମ ପାଇଁ କ'ଣ କରନ୍ତି କହିଲ ପିଲାମାନେ? ହଉ ଠିକ୍ ଅଛି। ମା ଆମ ପାଇଁ ଜ୍ୱର ହେଲେ ସେବା କରନ୍ତି, ଆମ ପାଇଁ ଖାଦ୍ୟ ପ୍ରସ୍ତୁତ କରିଦିଅନ୍ତି, ଆମର ପୋଷାପତ୍ର ସଫା କରିଦିଅନ୍ତି ଏବଂ ଆମର ପାଇଁ ପାଠ ପଢ଼ା ସମୟରେ ଆମକୁ ମଧ୍ୟ ସାହାଯ୍ୟ କରନ୍ତି। ଏଇଭଳି ଅନେକ କାମ ମା ଆମ ପାଇଁ କରିଥାନ୍ତି ନା ନାହିଁ? ଆହୁରି ସବୁ ମଧ୍ୟ ମା ଠାରୁ ଆହୁରି କେତେ କେତେ କାମ ଅଛି, ସବୁ ମନେ ରଖିବ। ବର୍ତ୍ତମାନ ଏହି ପଦ୍ୟରୁ ତମ ପାଇଁ କିଛି କାମ ଦିଆଯାଇଛି। ତୁମେ ଏହି କାମ ଗୁଡ଼ିକ ଘରେ କରିବ। କାମଟି କ'ଣ ହେଲା? ଯେ ନ ଫଳା ଲାଗିଥିବା ଶବ୍ଦ ପୁରୁଣା ବହି ଓ ଖବର କାଗଜରୁ ସଂଗ୍ରହ କରି ତମ ଖାତାରେ ଲେଖି ଆଣିବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।